ପାଟନାଗଡ଼ ବିଧାୟକ ବିଧାନସଭା ଉପମୁଖ୍ୟ ସଚେତକ ସରୋଜ କୁମାର ମେହେରକୁ ମିଳିଛି ନୂଆ ଦାୟିତ୍ୱ। ଏହାକୁ ନେଇ କ'ଣ କହିବେ ସରୋଜ କୁମାର ମେହେର ବିଧାୟକ? ଆସନ୍ତୁ ପଚାରି ବୁଝିବା। ବହୁତ ବହୁତ ଧନ୍ୟବାଦ ଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯେ ବିଗତରେ ବହୁ ଗୁଡ଼ିଏ ଦାୟିତ୍ୱ ଦେଇଛନ୍ତି। ମୁଁ ତାହାକୁ ସୁନିଶ୍ଚିତ ସୁପାରିଶ ଚଲାଇଥିବି। ଆଜି ମୁଁ ଧନ୍ୟବାଦ ଏ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଯିଏ ଆଜି ବଲାଙ୍ଗୀର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବରେ ନିୟୋଜିତ କରିଛନ୍ତି। ମୁଁ ସୁନିଶ୍ଚିତ ତାହା ଯେଉଁ ଆଶା ବର୍ଷାରେ ସେ ମୋତେ ଦାୟିତ୍ୱ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା କିପରି ଉନ୍ନତି ହେବ, ମୁଁ ସୁନିଶ୍ଚିତ ସେ ଦିଗରେ ଧ୍ୟାନ ଦେଇ ତାଙ୍କ ଯାହା ଅଛି ଆମ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସମସ୍ୟା କହୁ କିମ୍ବା ଯାହା ବି ଆମ ଡେଭଲପମେଣ୍ଟ କାମ କରୁ, ଯାହା ଅଛି ବିଗତ ଦିନରେ ଯାହା ରହିଯାଇଛି ସେଟାକୁ ସୁନିଶ୍ଚିତ ଭାବରେ ପୁରା କରାଯିବ। ମୁଁ ଧନ୍ୟବାଦ ଦେବି। ତା ସାଙ୍ଗେ ସାଙ୍ଗେ ଯେ ଆମ ସାଂଗଠନିକ ସମ୍ପାଦକ ଯାଜପୁର ବିଧାୟକ ପ୍ରକାଶ ଦାସ ଏବଂ ବଲାଙ୍ଗୀର ଜିଲ୍ଲା ଯିଏ ଅଛନ୍ତି ଆମର ପଞ୍ଚାୟତ ବିଧାୟକ ସୁଶାନ୍ତ ଧନ୍ୟବାଦ ଦେବି। ଯେ ସବୁବେଳେ ବଲାଙ୍ଗୀର ଜିଲ୍ଲା ପ୍ରତି ପାଟଣା ପ୍ରତି ତାଙ୍କର ସବୁବେଳେ ଧ୍ୟାନ ଅଛି ଡେଭଲପମେଣ୍ଟ ପ୍ରତି। ଆପଣ ଦେଖିବେ ବିଗତ ମଧ୍ୟ ଯେ ସାରା ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟକ୍ତିଗତ ସଚିବ ଆଇଟି ସେକ୍ରେଟାରୀ ପ୍ରତ୍ୟେକ ଜିଲ୍ଲା ଗସ୍ତରେ କରୁଛନ୍ତି। ସିଏମ୍ ଅଫିସ୍ ଡାଇରେକ୍ଟ ଆସିକରି ଆସୁଛନ୍ତି ଜିଲ୍ଲାରେ। ଆପଣ ଦେଖିଲେ ବିଗତରେ ବଲାଙ୍ଗୀର ଜିଲ୍ଲା ମଧ୍ୟ 5T ସେକ୍ରେଟାରୀ ଆସିଥିଲେ। ଯାହା ଡେଭଲପମେଣ୍ଟ କାମ କରୁଥିବା ବିଭିନ୍ନ ସମସ୍ୟାକୁ ଯାହା ଲୋକ ଲିଖିତ କରିକି ଦେଇଥିଲେ ସେ ସବୁ ସମସ୍ୟାକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ସୁଚାରୁ ବିଚାର କରି ବିଭିନ୍ନ ଯୋଜନାକୁ ବିଭିନ୍ନ ଫଣ୍ଡସକୁ କିମ୍ବା ବିଭିନ୍ନ ଡେଭଲପମେଣ୍ଟ କାମ କରୁ। ଆଜି ମୁଁ ଦେଖୁଥିଲି ପାଟନା ନିର୍ବାଚନରେ ଯାହା ଗୁଡ଼ା ଆମେ ଦେଇଥିଲୁ ସବୁଗୁଡ଼ାକ ସେଟାକୁ ପାସ୍ କରିକି ସେଟାକୁ ବିଗତରେ କାର୍ଯ୍ୟକାରୀ କରିବାକୁ ଦେଉଛନ୍ତି। ଆମେ ଧନ୍ୟବାଦ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଗୋଟେ ଗୁରୁ ଦାୟିତ୍ୱ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ପ୍ଲାନିଂ ବୋର୍ଡ ଚେୟାରମ୍ୟାନ୍ ହିସାବରେ, ଯେଉଁଟାକି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେଉଁଟାକି ବଲାଙ୍ଗୀର ଜିଲ୍ଲା ଡେଭଲପମେଣ୍ଟ ଉପରେ ସେଟା ବହୁତ ଗୁଡ଼ିଏ ଗୁରୁତ୍ୱ ରହେ। ମୁଁ ସେଟାକୁ ସୁନିଶ୍ଚିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ରଖିଲି ସେଟାକୁ ସୁନିଶ୍ଚିତ ରୂପେ ମୁଁ ସେଟାକୁ ସୁଚାରୁ ରୂପେ ଚଳାଇବି। ଆଉ ବଲାଙ୍ଗୀର ଜିଲ୍ଲା ଜନସାଧାରଣ ମଧ୍ୟ ଧନ୍ୟବାଦ ଦେବି ଯେ ଆଜି ବିଗତରେ ବହୁତ ଗୁଡ଼ିଏ ପଦବୀ ମିଳିଛି, ସେଥିରେ ଲୋକ ବହୁତ ଖୁସି ଅଛନ୍ତି। ସେଥିପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ଗୋଟେ ଦାୟିତ୍ୱ ଦେଇଛନ୍ତି। ଧନ୍ୟବାଦ। ବଲାଙ୍ଗୀର ପାଟନାଗଡ଼ରୁ ଜଗନ୍ନାଥ ଧୁର ରିପୋର୍ଟର ଟୁଡେ।